ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି +3 ଡେଲି କ୍ଲାसेସ୍ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜିର ଏହି ଭିଡ଼ିଓରେ ଆମେମାନେ ଆଲୋଚନା କରିବା ସ୍ନାତକ ଓଡ଼ିଆ ବିଭାଗର ଆମର ପାଠ୍ୟ ଖସଡ଼ା ଉପରେ। ଇଂଲିଶରେ ଏହାକୁ +3 ସେକେଣ୍ଡ ସେମିଷ୍ଟର ଓଡ଼ିଆ ଅନର୍ସ ସିଲାବସ୍ ଉପରେ ଆଲୋଚନା କରିବା। ତାହାକୁ ଓଡ଼ିଆରେ ଆମେ ପାଠ୍ୟ ଖସଡ଼ା ବୋଲି କହୁଛେ। ଏବଂ ଏହି ଭିଡ଼ିଓ ମାଧ୍ୟମରେ ତମେମାନେ ଜାଣିବାକୁ ପାଇବ ଯେ ସିଲାବସ୍ରେ କ'ଣ ଅଛି। ଯଦି ତମେମାନେ ସିଲାବସ୍ ହିଁ ଜାଣିନଥିବ ପାଠ କିପରି ପଢ଼ିବ। ତେଣୁ ଆମେ ପ୍ରଥମେ ସିଲାବସ୍ ଜାଣିବା। ସୋ ପିଲାମାନେ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ପ୍ରଥମେ ଆମେ ଦେଖିବା ସୂଚୀପତ୍ର। ପ୍ରଥମେ ଓଡ଼ିଆ ଅନର୍ସର ତୃତୀୟ ବହିର ନେମ୍ ଜାଣିନେବା। ପେପର୍ 3 ଯାହାକି ପ୍ରାଚୀନ ଓଡ଼ିଆ ସାହିତ୍ୟର ଇତିହାସ। ତାର ସିଲାବସ୍ରେ କ'ଣ ଅଛି ଚାଲ ଆମେ ଜାଣିବା। ଏହି ବୁକ୍ରେ ସାଧାରଣତଃ 4ଟି ୟୁନିଟ୍ ରହିଅଛି। ପ୍ରଥମ ୟୁନିଟ୍ରେ ପ୍ରାକ୍ ସାରଳ ସାହିତ୍ୟ, ଚର୍ଯା ଗୀତିକା ଓ ନଥ ସାହିତ୍ୟର ସାମାଜିକ, ସାହିତ୍ୟିକ, ଧାର୍ମିକ ମୂଲ୍ୟାୟନ ହେଲା। ମାନେ ଚର୍ଯା ଗୀତିକାର ସାମାଜିକ, ସାହିତ୍ୟିକ, ଧାର୍ମିକ ମୂଲ୍ୟାୟନ ପଢ଼ିବା। ସାରଳ ସାହିତ୍ୟର ପରବର୍ତ୍ତୀ ଯୁଗକୁ ପ୍ରାକ୍ ସାରଳ ସାହିତ୍ୟ କୁହାଯାଏ। ବହୁତ ଜାଗାରେ କ୍ୱେଶ୍ଚିନ୍ରେ ଆସିପାରେ କି ପ୍ରାକ୍ ସାରଳ ସାହିତ୍ୟର ସମୟ ସୀମା କେତେ? ସପ୍ତମ ଦଶ ସାତମ ଶତାବ୍ଦୀ, 8ମ ଶତାବ୍ଦୀରୁ 14ଶ ଶତାବ୍ଦୀ ପର୍ଯ୍ୟନ୍ତ ଗ୍ରହଣ କରାଯାଏ। 14ଶ ଶତାବ୍ଦୀ ଯାଏ ଏହି ପ୍ରାକ୍ ସାରଳା ଯୁଗ ରୂପେ ଗ୍ରହଣ କରାଯାଏ। ସମସ୍ତଙ୍କର ମତରେ ଷ୍ଟାର୍ଟିଂ ଭିନ୍ନ ଭିନ୍ନ ରହିଛି କିନ୍ତୁ ଏଣ୍ଡିଂ 14ଶ ଶତାବ୍ଦୀ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥାଏ। ତ ଆମେ ଆଲୋଚନା କରିବା ସେହି ଭିତରେ ଯେଉଁ ଆମର ରହିଛି ନା କ'ଣ ସେ ଯେଉଁ ପ୍ରାକ୍ ସାରଳା ଯୁଗ ସାହିତ୍ୟର ଚର୍ଯା ଗୀତିକା, ଯେଉଁଥିରେ କି ବିଭିନ୍ନ ଚର୍ଯା ଗୀତିକା ରହିଛି ଯେପରି କାହ୍ନୁପା, ସରହପା, ଶବରୀପା, ଲୁଇପା ସେମାନଙ୍କ ଉପରେ ଆଲୋଚନା କରିବା। ସେହି ସମୟରେ ସାମାଜିକ ଅବସ୍ଥା କିପରି ଥିଲା, ସାହିତ୍ୟିକ ମୂଲ୍ୟାୟନ ଉପରେ ଆଲୋଚନା କରିବା। ତା ସହିତ ଧାର୍ମିକ ମୂଲ୍ୟାୟନ ଉପରେ ମଧ୍ୟ ଆଲୋଚନା କରିବା। ତା ସହିତ ଆମେ ଆଲୋଚନା କରିବା ନାଥ ସାହିତ୍ୟ। ନାଥ ସାହିତ୍ୟରେ ଯେଉଁମାନେ ରହିଲେ ନା କିଏ ମତ୍ସ୍ୟେନ୍ଦ୍ର ନାଥ। ଏହି ନାଥ ଶବ୍ଦର ଅର୍ଥ ମାନେ ଯାହା ମୋକ୍ଷ ପ୍ରାପ୍ତି ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିଥାଏ ତାହାର ଅର୍ଥ ନାଥ। ପରବର୍ତ୍ତୀ ସେକେଣ୍ଡ ୟୁନିଟ୍ରେ ଆମେ ଦେଖିବା ସାରଳ ସାହିତ୍ୟ। ସାରଳ ସାହିତ୍ୟ ମାନେ ତ ସମସ୍ତେ ଜାଣିଥିବ ସାରଳ ଦାସଙ୍କ ସମୟରେ ମାନେ ସାରଳ ଦାସ କ'ଣ ରଚନା କରିଥିଲେ। ପ୍ରଥମେ ରାମାୟଣ, ଦ୍ୱିତୀୟ ଭାରତ, ତୃତୀୟ ରଚନା କଲି ମୁଁ ଶ୍ରୀ ଭାଗବତ। ମାନେ ପ୍ରଥମରେ ରଚନା କରିଥିଲେ ନା କ'ଣ ବଳକା ରାମାୟଣ ରଚନା କରିଥିଲେ। ତାପରେ ଦ୍ୱିତୀୟରେ ମହାଭାରତ, ତୃତୀୟରେ ଚଣ୍ଡୀ ପୁରାଣ ରଚନା କରିଥିଲେ। ତ ସେହି ସାରଳ ଦାସଙ୍କ ଉପରେ ଆମେ ଆଲୋଚନା କରିବା। ଯେଉଁଟାକି ସାରଳ ସାହିତ୍ୟ ଏହାର ସମୟର ସୀମା କେତେ ପିଲାମାନେ ଗଲା ସପ୍ତମ, ଅଷ୍ଟମ, ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ। 1400ରୁ 1500 ମସିହା ପର୍ଯ୍ୟନ୍ତ ସାରଳାଙ୍କ ସମୟ ସୀମା ଅଟେ। ଯେଉଁ ଜାଗାରେ ସେ ନିଜେ କହିଥିଲେ ଝଙ୍କଡ଼ା ଗ୍ରାମରେ ଅଟଇ ମୋର ବସତି, ମୂର୍ଖଙ୍କ ଗୋଷ୍ଠୀରେ ସଦାଗଲା ଦିନ ରାତି। ମାନେ ପ୍ରକୃତରେ ଯେଉଁ ଜାଗାରେ ଜନ୍ମଗ୍ରହଣ କରିଥିଲେ, କୋଉ ଜାଗାରେ ଲାଳିତ ପାଳିତ ହେଉଥିଲେ ମାନେ ସେ ବିଷୟରେ ଜଣାପଡ଼େ। ଏଠାରେ ସାରଳା ଦାସଙ୍କ ବିଷୟରେ ଆଲୋଚନା କରିବା। ନେକ୍ସଟ ୟୁନିଟ୍ 3ରେ ଅଛି ପଞ୍ଚସଖା ସାହିତ୍ୟ। ଏଠାରେ ଆମେ 5ଟି ସଖା ବିଷୟରେ ଆଲୋଚନା କରିବା ଯାହାଙ୍କର ସମୟ ସୀମା 1500ରୁ 1650 ପର୍ଯ୍ୟନ୍ତ ଆମେ ଆଲୋଚନା କରିବା। ଯେଉଁଠାରେ ବଳରାମ ଦାସ କେଉଁଠାରେ ପ୍ରସିଦ୍ଧ ଲାଭ କରିଛନ୍ତି ନା ସେ ଦାଣ୍ଡି ରାମାୟଣରେ ବିଶେଷ କରି ପ୍ରସିଦ୍ଧ ଲାଭ କରିଛନ୍ତି। ସେହିପରି ଜଗନ୍ନାଥ ଦାସ କେଉଁଠାରେ ପ୍ରସିଦ୍ଧ ଲାଭ କରିଛନ୍ତି ନା ସେ ବିଶେଷ କରି ତାଙ୍କର ଭାଗବତ ପାଇଁ ଏବଂ ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ହରିବଂଶ ପାଇଁ। ଏହିପରି ସମସ୍ତ ରଚନାକୁ ଆମେ ଆଲୋଚନା କରିବା। ଚତୁର୍ଥରେ ପ୍ରାକ୍ ରୀତିଯୁଗ ସାହିତ୍ୟ
ପଦାବଳୀ ଓ ଚମ୍ପୁ ସାହିତ୍ୟ ରଚନା କରିବା। ତ ଏହି ସବୁ ଥିଲା ତମମାନଙ୍କର ସିଲାବସ୍। 4ଟି ୟୁନିଟ୍ କମ୍ପ୍ଲିଟ୍।